ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ସ୍ଥିତ ଅରିଲୋଠାରେ ଥିବା ଶିଶୁ ଅନନ୍ତ ଆଶ୍ରମରେ ଚାଲିଥିବା 56ତମ ବାର୍ଷିକ ଚତୁର୍ଦ୍ଦଶୀ ମେଳାର ଉଦ୍ଯାପନୀ ଦିବସରେ ରାଷ୍ଟ୍ର, ଜାତି, ବିଶ୍ୱ ଓ ପରିବେଶର ମଙ୍ଗଳ ପାଇଁ ପଦ୍ମଶ୍ରୀ ବାବା ବଳିଆ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ବାବା 3ଟି ବାର୍ତ୍ତା ପ୍ରଦାନ କରିଛନ୍ତି। ପ୍ରଥମଟି ହେଲା, ଲକ୍ଷ ଲକ୍ଷ ଗଛ ଯେତିକି ରାସ୍ତାଘାଟରେ ଯେତିକି ଗଛ ରାସ୍ତା ନିର୍ମାଣ ପାଇଁ କାଟୁଛନ୍ତି, ସେତିକି ଗଛ ସେ ଲଗଉନାହାନ୍ତି। ଆଉ ଯେଉଁଟା ଦେଖାଉଛନ୍ତି ଏଇଟା ଆମେ ଲଗେଇଛୁ, ସେଟା ହେଉଛି କାଗଜ କଲମ ଗଛ, କିନ୍ତୁ ପ୍ରକୃତରେ ଗଛ ଆମେ ନିବେଦନ କରୁଛୁ ବଳିଆର ଏଇ ଗୋଟେ ଦକ୍ଷିଣା 5ଟି ଗଛ ଅନ୍ତତଃ ସମସ୍ତ ଲଗାନ୍ତୁ। ଉଷ୍ଣତା କମିବ ଏବଂ ଥଣ୍ଡା ବଢ଼ିବ। ଦ୍ୱିତୀୟ ବାର୍ତ୍ତାରେ ବାବା ପରିବାରରେ ବୟସ୍କ ବ୍ୟକ୍ତିମାନଙ୍କୁ ସମ୍ମାନ ଦେବା ଏବଂ ସେମାନଙ୍କ ପ୍ରତି ଆନୁଗତ୍ୟ ବ୍ୟକ୍ତ କରିବା ମତ ପ୍ରକାଶ କରିଥିଲେ। ସ୍ୱାଗତ ଯୋଗ୍ୟ, ତା ସହିତ ପୁରୁଷ ନିର୍ଯାତନା ବନ୍ଦ, ସେଥିପାଇଁ ତତ୍ପର ହେବା ଉଚିତ। ଏବଂ ଏଇ ଯେଉଁ ପୁଅ ବୋହୂଙ୍କର ଯେଉଁ ଶାଶୁ ଶ୍ୱଶୁର ରହି ଏମାନଙ୍କ ପାଇଁ ଯେଉଁ ନିର୍ଯାତନା ଆସୁଛି, ଏମାନେ ତାକୁ ନିର୍ଯାତନା ଦେଉଛନ୍ତି। କମିଶନ, ପୁରୁଷ କମିଶନ ଆଉ ନାରୀ ମହିଳା କମିଶନ ତ ଅଛି। ଏଇଟା ନିହାତି ଦରକାର। ଏଇଟା ମୁଁ ଆପଣମାନଙ୍କୁ ଖାଲି କହୁନି, ଆମେ ସୁପ୍ରିମକୋର୍ଟକୁ ମଧ୍ୟ ଗୋଟେ ପତ୍ର ଦ୍ୱାରା ପ୍ରାର୍ଥନା କରୁଛୁ ଯେ ଆପଣ ଏହାର ଉପରେ ହସ୍ତକ୍ଷେପ କରନ୍ତୁ। ଆଉ ସରକାରଙ୍କୁ ମଧ୍ୟ ଆମେ ତୃତୀୟ ବାର୍ତ୍ତାରେ ବାବା ଗାଈକୁ ଜାତୀୟ ପଶୁର ମାନ୍ୟତା ଦେବା ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି। ସରକାରଙ୍କୁ ଜଣାଇଥିଲୁ ଯେ ଜାତୀୟ ପଶୁ ଗୋମାତା ହେବା ଜରୁରୀ। ଗାଈ କ୍ଷୀର ଦିଏ, ଗାଈ କ୍ଷୀର, ଦହି, ଲହୁଣୀ, ଛେନା ତାକୁ ଖାଇ ପିଲାମାନେ ସୁନ୍ଦର ହୁଅନ୍ତି, ବୁଦ୍ଧିବା ଆଣନ୍ତି। ତେଣୁ ବାଘକୁ ତୁମେ ବାଘ, ହାତୀ ଏମାନଙ୍କୁ ଜାତୀୟ ପଶୁର ମାନ୍ୟତା ଦିଅ, କିନ୍ତୁ ଗୋମାତାକୁ ଜାତୀୟ ପଶୁର ସମ୍ମାନ। ଏବଂ ଗୋଶାଳା ପାଇଁ ସରକାର ମାନେ ସବୁଆଡ଼କୁ ଦୃଷ୍ଟି ଦିଅନ୍ତି। ଗୋଶାଳା ପ୍ରତ୍ୟେକ ସ୍ଥାନ। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।